କ୍ଷତ୍ରିୟର ଯୁଦ୍ଧ ହବ। ଆପଣଙ୍କ ଘର କୋଉଠି? ଏଇ ନାହାନ୍ତି ଯୁଦ୍ଧ ତ ହବନି, ଜଣେ ବ୍ରାହ୍ମଣ ଜଣେ ଖଣ୍ଡାୟତ କେମିତି ଡାକିছে? ଯଦି ବ୍ରାହ୍ମଣଙ୍କ ସାଙ୍ଗରେ ଯୁଦ୍ଧ ହବନି, ତମେ ମାଳି ରଚନା ବାଲା ଜାଣିଛ ସେ ବ୍ରାହ୍ମଣକୁ ଡାକିଛ କି ଆମେ ଖଣ୍ଡାୟତ ସାଙ୍ଗରେ କେମିତି ଯୁଦ୍ଧ ହବ? ତାହେଲେ ଦେଖନ୍ତୁ ତତ୍ତ୍ୱଟା କଣ। ରାବଣ ବୁଝାଇଦେଲା ପ୍ରଭୁ ଯଦି ବ୍ରାହ୍ମଣଙ୍କ ବୋଲି ଆପଣ ନମସ୍କାର କରୁଛନ୍ତି, ତାହେଲେ ବ୍ରାହ୍ମଣଙ୍କ ସଙ୍ଗରେ ଅପରାଧ କରିହବନି, ଯୁଦ୍ଧ ତ କରିହବନି। ତାହେଲେ ଯଦି ବ୍ରାହ୍ମଣ ଅପରାଧ କରେ ତା ସହିତ ଭାରତ ଯୁଦ୍ଧ କରିବ କି? ଓଡ଼ିଆ ଭାଗବତ ଜଗନ୍ନାଥ ଦାସ କହିଲେ ବ୍ରାହ୍ମଣ କଲେ ଅପରାଧ ହେ। আচ্ছা মূষা আপনার ঘর কোথায়? এইয়া ঘর পাখে ব্রাহ্মণ ঘর থাকবে, সে কহিবে মতো অসুবিধা হচ্ছে, আপনার বাড়ির চারি হাতের জায়গা মতো দে, 12 বুঝে জবরদস্ত। আপনার তো শুনতে যাইଛନ୍ତି কইবে পুরীରୁ ଆସୁଛନ୍ତି ବଳଦେବୀ ନାୟକ, ସେ ଭାଗବତକାର ଜଗନ୍ନାଥ ଦାସ କହିଛନ୍ତି ବ୍ରାହ୍ମଣ ଅପରାଧ କଲେ ତାଙ୍କ ପାଦ ବନ୍ଦନା କରିବ। ତମେ ଦୌଡ଼ି ଯାଇ ତାଙ୍କ ପାଦ ତଳେ ପଡ଼ିବ, କହିବ ନନା ତମେ ଆମର ବାରିଆଡେ ଚାରି ହାତରେ କାହିଁ ହଉଛ,